ଆପଣଙ୍କ ଘରେ ଜଣେ ମା ଥିବ, ଜଣେ ଭଉଣୀ ଥିବ, ଜଣେ ପିତା ଥିବ, ଆପଣଙ୍କ ଘରେ ଗୋଟେ ସ୍ତ୍ରୀ ଥିବ, ଗୋଟେ ଝିଅ ଥିବ, ଗୋଟେ ଭାଇ ଥିବ, ନିଶ୍ଚିତ ଥିବ ଆପଣଙ୍କ ପରିବାରରେ। ଯଦି ଆପଣଙ୍କ ଘରେ ଅଛି, ଏ ସମସ୍ତେ ଅଛନ୍ତି, ତାହେଲେ ଆପଣ ସୋସିଆଲ ମିଡ଼ିଆରେ ଆସିକି ଯାହାଟା ମତ ଦେଉଛନ୍ତି, ଯାହା ବି କମେଣ୍ଟ ଲେଖୁଛନ୍ତି, ଗୋଟେ ଶସ୍ତା କମେଣ୍ଟ 10-15 ଟଙ୍କିଆ ଗୋଟେ ପ୍ୟାକ୍ ପକେଇକି, ନେଟ୍ ପ୍ୟାକ୍ ପକେଇ ଆପଣ ଯେଉଁ କମେଣ୍ଟ ଦେଉଛନ୍ତି, ତାହା କେତେ ଯୁକ୍ତିଯୁକ୍ତ ଆପଣ ନିଜେ ବିଚାର କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ସମସ୍ତଙ୍କୁ ଢେର ସାରା ଭଲ ପାଇବା ଏବଂ ହୃଦୟରୁ ନମସ୍କାର କରୁଛି। ସମସ୍ତଙ୍କ ପାଇଁ ଏ ଭିଡ଼ିଓଟା ସମସ୍ତେ ଦେଖିପାରିବେ, ଛୋଟ ଛୁଆ ଏବଂ ବୃଦ୍ଧା ବୃଦ୍ଧି ଏବଂ ମୋ ବୟସର ସମସ୍ତେ ଦେଖିପାରିବେ। ସମସ୍ତଙ୍କ ପାଇଁ ଗୋଟେ ଛୋଟ ପ୍ରଶ୍ନଟିଏ ମୋର ରହିବ, ଯାହା ଆପଣମାନଙ୍କ ଛାତିକୁ ଦୋହଲେଇକି ରଖିଦେବ। ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓଟି। ଆଉ ବେଶୀ ଲେଟ୍ କରିବାନି, ଆପଣଙ୍କର ଡାଟା ଯିବ, ଭିଡ଼ିଓ ଲମ୍ବା ହେଇଯିବ, ଆପଣଙ୍କର ବ୍ୟକ୍ତିଗତ କାମ, ଆପଣଙ୍କ ପର୍ସନାଲିଟି କୁ ମୁଁ ନେବିନି, ନଷ୍ଟ କରିବିନି। ତେଣୁ ଚାଲନ୍ତୁ, ମୋର ଏ ଭିଡ଼ିଓ ପଛର ଉଦ୍ଦେଶ୍ୟକୁ ମୁଁ କହିଦେବି। ତ ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲଟିକୁ ଖୁବ୍ ଶୀଘ୍ର ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ, ଅଲ୍କୁ ଅନ୍ରେ ରଖନ୍ତୁ, ଯାହାଫଳରେ ମୋର ସବୁ ନୋଟିଫିକେସନ୍ ଆପଣଙ୍କ ପାଖକୁ ଯିବ। ସର୍ବପ୍ରଥମେ ଆପଣ ମୋ ଭିଡ଼ିଓ ଦେଖିପାରିବେ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ଆଉ କାହା କଥା କହୁନି, ବାଦ ବିବାଦୀୟ ସେଇ ମହାନ ହୃଦୟବାନ ବ୍ୟକ୍ତି କଥା କହୁଛି, ରାଣୀ ପଣ୍ଡାଙ୍କ ବିଷୟରେ। ଆପଣମାନେ ଜାଣି ସାରିବେଣି। ରାଣୀ ପଣ୍ଡାଙ୍କ କଥା କହିଲେ ଅନେକ ଲୋକ ଖପା ହେଇଯାନ୍ତି, ଅନେକ ଲୋକ ଉତ୍ତେକ୍ତ ହେଇଯାନ୍ତି, କିନ୍ତୁ ଆପଣ ସମସ୍ତଙ୍କ ଆଖି ଖୋଲିକି ରଖିଦେବେ, ଆପଣ ସମସ୍ତଙ୍କ ହୃଦୟରେ ନିଶ୍ଚିତ ଭାବରେ ପ୍ରଭାବ ପକାଇକି ରଖିବେ। ତ ପୁରା ଭିଡ଼ିଓଟିକି ଦେଖନ୍ତୁ, ଭିଡ଼ିଓକୁ ସ୍କିପ୍ କରିବେନି, କାହିଁକି ନା ବହୁତ ଆବଶ୍ୟକ ଅଛି, ବହୁତ ଆବଶ୍ୟକ ଅଛି। ଯଦି ଆପଣ ଆବଶ୍ୟକ ନାହିଁ ବୋଲି ଭାବିଦେବେ ନା, ବାସ୍ ଦୁଃଖ ଆପଣଙ୍କ ପାଖରେ ଛିଡ଼ା ହେଇଥିବ ଦସ୍ତଖତ ନେବା ପାଇଁ। ଯଦି ଆପଣ ଆବଶ୍ୟକ ଭାବିଦେବେ ନା, ନିଶ୍ଚିତ ଆପଣ ହସି ପାରିବେ। ଚାଲନ୍ତୁ ତାପରେ ଷ୍ଟାର୍ଟ କରିବା। କିଛି ଦିନ ହେଲା ନା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବିଭିନ୍ନ ପ୍ରକାର ଭିଡ଼ିଓ। ନିଶା ମହାରଣା, ରାନୀ ପଣ୍ଡା, ରାନୀ ପ୍ରିୟଦର୍ଶିନୀ, ଏମାନଙ୍କୁ ନେଇକି ବହୁତ ବାଦ ବିବାଦୀୟ ଚାଲିଛି, ବହୁତ କଣ୍ଟ୍ରୋଭର୍ସି ଚାଲିଛି। ତ ଗୋଟିଏ କଥା କହିବି, ଆପଣ ନିଶା ମହାରଣାଙ୍କୁ ଦେଖିଛନ୍ତି, ସେ ମହିଳାଙ୍କୁ ବି ମୁଁ ଖରାପ କହିବିନି, ରାଣୀ ପ୍ରିୟଦର୍ଶିନୀକି ମୁଁ ଖରାପ କହିବିନି, ସମସ୍ତେ ସମସ୍ତଙ୍କ କର୍ମ କରୁଛନ୍ତି। କିନ୍ତୁ ନିଶ୍ଚିତ ଭାବରେ ସେଇ ସାନ ଭଉଣୀ ରାଣୀ ପଣ୍ଡାଙ୍କୁ ମୁଁ କହିବି, ରାଣୀ ପଣ୍ଡାଙ୍କ ବିଷୟରେ କହିବି। ହୁଏତ ତାଙ୍କର ଏଇ ମୁହଁ ଜବାନ ଖରାପ ହେଇପାରେ, କିନ୍ତୁ ତାଙ୍କ ହୃଦୟଟା ବହୁତ ସ୍ୱଚ୍ଛ ନିର୍ମଳ। ଆପଣ ଜାଣିଛନ୍ତି, ସବୁ ଫୁଲ ଭଗବାନଙ୍କ ପାଖରେ ଲାଗିପାରେ ନା, ସବୁ ଫୁଲ ଭଗବାନଙ୍କ ପାଖରେ ଲାଗିପାରେ ନା, କିନ୍ତୁ ସ୍ୱୟଂ ଭଗବାନ ସାଇବାବା ଗୋଲାପକୁ ଧରିଛନ୍ତି। ଗୋଲାପର ପ୍ରତିଟି ପାଖୁଡ଼ାରେ କଣ୍ଟା, ପ୍ରତିଟି ଅଙ୍ଗରେ କଣ୍ଟା, ପ୍ରତିଟି ବଡ଼ିରେ କଣ୍ଟା। ସେ ଫୁଲକୁ ସେ ଗ୍ରହଣ କରିଛନ୍ତି, ତାଙ୍କ ହୃଦୟରେ ସ୍ଥାନ ଦେଇଛନ୍ତି। ଗୋଲାପ ନହେଲେ ସେ ଅଧୁରା ରୁହନ୍ତି। ତ ରାଣୀ ପଣ୍ଡା ସେଇ ଫୁଲ, ସେଇ ଗୋଲାପ ଫୁଲ ଯାହାକୁ ଈଶ୍ୱର ଧରିଛନ୍ତି। ଆପଣମାନେ ବୁଝିସାରିବେଣି ମୁଁ କ'ଣ କହିବାକୁ ଚାହୁଁଛି। ଆଚ୍ଛା, ଆପଣମାନେ କହିଲେ, ଯେତେବେଳେ ଆମ ବିଶ୍ୱରେ କରୋନା ଭଳି ମହାମାରୀ ରୋଗ ବ୍ୟାପି ଯାଇଥିଲା, ସମସ୍ତେ ଘରେ ରହୁଥିଲେ, କେତେ ଯନ୍ତ୍ରଣାରେ ରହୁଥିଲେ, ହାତରୁ କାମ ଯାଇଥିଲା, ଆହାର ଗଣ୍ଡେ ପାଉନଥିଲେ, ପଶୁ ପକ୍ଷୀ ଜୀବଙ୍କଠୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ କେତେ ହୀନସ୍ତାରେ ଥିଲେ। ସେ ସମୟରେ ଜଣେ ଝିଅ ବାହାରେ ଯାଇକି ସମସ୍ତଙ୍କ ପେଟରେ ଦାନା ଦେଉଥିଲେ। ଯେଉଁ ଅସହାୟ ଗରିବ ଝିଅ ବାହା ହେଇ ପାରୁନାହାନ୍ତି, ତାଙ୍କୁ ବାହାଘର କରିବା ପାଇଁ ସେ ତାଙ୍କ ଯାତ୍ରା ପେଣ୍ଡାଲରେ ଆଲାଉନ୍ସ କରିଛନ୍ତି। ସେ ଯେଉଁ ଦୁଇ ପଇସା ଇନକମ୍ କରନ୍ତି, ରାତି ଅନିଦ୍ରା ହେଇ ନିଜକୁ ତିଳ ତିଳ କରିକି ଜାଳି, ସେ ତାଙ୍କ ଚଳିବା ପାଇଁ, ଯେହେତୁ ପେଟ ଅଛି, ବଞ୍ଚିଛନ୍ତି, କେବଳ ମୁଠେ ଖାଇବା ପାଇଁ ସେ ପଇସା ରଖିକି ବାକି ସବୁ ପଇସା ଡୋନେଟ୍ କରନ୍ତି, ଗରିବମାନଙ୍କୁ ବାଣ୍ଟି ଦିଅନ୍ତି। ଯେଉଁ ଝିଅ ବାହା ହେଇପାରୁନି, ଯେଉଁଠି ଆକ୍ସିଡେଣ୍ଟ କେସ୍ ହେଲା, ଯେଉଁଠି ହସ୍ପିଟାଲ କେସ୍ ହେଲା, ଆପଣମାନେ ସୋସିଆଲ ମିଡ଼ିଆରେ ଦେଖିଥିବେ ସେ କ'ଣ କରୁଛନ୍ତି। ଆପଣଙ୍କୁ ଗୋଟେ ଗୋଟେ ଭିଜୁଆଲ୍ ମୁଁ ଆପଣଙ୍କୁ ଦେଖେଇବି।
ଆପଣ ଦେଖି ନିଅନ୍ତୁ। ଏଇ ଝିଅର କେହି ନାହାନ୍ତି, ଅନାଥ ଝିଅଟି। ଦେଖିଲେ ଭିକ୍ଷା ମାଗୁଥିଲା। କିଛି ଦିନ ତଳେ ମା ଚାଲି ଯାଇଥିଲେ, ବାପା ଚାଲିଗଲେଣି କୁଆଡ଼େ, ଭାଇ କୁଆଡ଼େ ଚାଲିଗଲାଣି, କେହି ନାହିଁ। ବୃଦ୍ଧି ମାଆଟା ପାଖରେ ଆଶ୍ରୟ ନେଇଥିଲା, ମାଆଟି ମଧ୍ୟ ଚାଲିଗଲେ। ଏବେ ସେ ତାର ଶୁଦ୍ଧିକ୍ରିୟା କରିବା ପାଇଁ ଦ୍ୱାରେ ଦ୍ୱାରେ ଭିକ୍ଷା ମାଗୁଛି। ଦେଖନ୍ତୁ ଏଇ ଦୃଶ୍ୟ, ଭିକ୍ଷା ମାଗିବାର ଦୃଶ୍ୟ ଦେଖିଲେ ତ ଏଇ ଝିଅର ବୟସ ଅନୁସାରେ ଆମର ଏଇ ସମାଜରେ କିଛି ଭୋକିଲା କୁକୁର କମ୍ ନାହାନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ଯେତେବେଳେ ପ୍ରଚାର ହୋଇଥିଲା এই ବିଷୟଟି, এই ଘଟଣାଟି, ରାନୀ ପଣ୍ଡା ତାଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାକୁ ଭିଡ଼ିଓ କଲ୍ କରିଥିଲେ। ଦେଖି ନିଅନ୍ତୁ। ଦେଖିଲେ ତ ତାଙ୍କୁ ଭିଡ଼ିଓ କଲ୍ କରିକି ତାଙ୍କୁ ଆଶ୍ୱାସନା ଦେଇଥିଲେ। ତାଙ୍କ ଶୁଦ୍ଧିକ୍ରିୟା ପାଇଁ 30,000 ଟଙ୍କା ସେ ଫୋନ୍ ପେ କରିଥିଲେ। ତାର ପ୍ରୁଫ୍ ମଧ୍ୟ ଆପଣମାନେ ଦେଖିପାରିବେ। ତ ଯେଉଁ ଝିଅ, ସେ ଜଣେ ରାଜନେତ୍ରୀ ନୁହନ୍ତି, ସିଏ ଜଣେ ଉଚ୍ଚ ସ୍ତରର କଳାକାର ନୁହନ୍ତି ଯେ ଡେଲି ଲକ୍ଷ ଲକ୍ଷ ଟଙ୍କା ତାଙ୍କ ପାଖରେ। ତାଙ୍କ ନିଜସ୍ୱ ଖଣ୍ଡେ ଘର ନାହିଁ, ଭଡ଼ା ଘରେ ରୁହନ୍ତି, ଖଟନ୍ତି ଆଉ ଖାଆନ୍ତି। ଏକେଲା ମଣିଷ, ସେ ନିଜ ସହିତ ନିଜେ ସଂଘର୍ଷ କରନ୍ତି। ଆଜି ଯଦି ସେ ଖରାପ ଭାଷା କହୁଛନ୍ତି, ଆପଣମାନେ କ'ଣ ଦାୟୀ ନୁହନ୍ତି? ଆପଣ ସମସ୍ତ ଭାଇ ଭଉଣୀ କହୁଛି, ଆପଣମାନେ ଦାୟୀ ନୁହନ୍ତି? ଆଜି ସେ ଖରାପ ବାଟକୁ ଯିବା ପାଇଁ ଆପଣମାନେ ଦାୟୀ ନୁହନ୍ତି? ଆପଣମାନେ ଚାହିଁଲେ ସେ ଝିଅକୁ ଆପଣ ପରିବର୍ତ୍ତନ କରିପାରିବେନି? ହୃଦୟବାନ ଝିଅଟି, ଯିଏ ଗରିବଙ୍କର ସାଥୀ ହୁଏ, ଯିଏ ସାରଥୀ ହୁଏ, ସିଏ ହେଉଛି ଈଶ୍ୱରଙ୍କର ଆଶୀର୍ବାଦ। ଈଶ୍ୱରଙ୍କର ଆଶୀର୍ବାଦ କେବେ ଠକାମି ହେଇନଥାଏ, କେବେ ଧୋକାବାଜ ହୋଇନଥାଏ। କିନ୍ତୁ ହୃଦୟବାନ ଝିଅଟି, ଆପଣମାନେ ସେଇମାନଙ୍କ ଗୋଡ଼ ତଳେ ବସନ୍ତି ଯେଉଁମାନେ ଆପଣଙ୍କ ରକ୍ତ ପିଇ ପାରନ୍ତି, ଯେଉଁମାନେ ଆପଣଙ୍କ ରକ୍ତ ଶୋଷଣ କରନ୍ତି। ତ ଆପଣମାନେ କେତେ ନିନ୍ଦା ଅପନିନ୍ଦା ତାକୁ କରନ୍ତି, ବାଧ୍ୟ ହୋଇକି ସୋସିଆଲ ମିଡ଼ିଆରେ ଆସିକି ସେ ଗାଳି ଗୁଲଜ କରନ୍ତି। କିନ୍ତୁ ଏବେ ପୁରା ଓଡ଼ିଶା ତାଙ୍କ ସାଙ୍ଗରେ, ଓଡ଼ିଶାବାସୀ ତାଙ୍କ ସାଙ୍ଗରେ, ସମସ୍ତେ ତାଙ୍କ ସାଙ୍ଗରେ। ସେ ଆଉ ଭାଷା ବକିବେନି, ଭାଷା ବନ୍ଦ କରିଦେଇଛନ୍ତି। ଯଦି ତାଙ୍କୁ ଆପଣ ବଞ୍ଚିବାକୁ ଦେବେ, ସେ ନିଶ୍ଚିତ ବଞ୍ଚିବେ। ଆପଣମାନେ ଯଦି ତାଙ୍କୁ ଭଉଣୀ ବୋଲି ସମର୍ଥନ କରିବେ, ସେ ଭାଇ ବୋଲି କହିବେ। ଯଦି ଆପଣ ତାକୁ ଡ୍ୟାସ୍ ଡ୍ୟାସ୍ କହିବେ, ସେ ଆପଣଙ୍କୁ କ'ଣ ଜବାବ ଦେବ? ତାଙ୍କୁ ବଞ୍ଚିବା ମୁସ୍କିଲ କରି ଦିଆଯାଇଛି, ତାଙ୍କୁ ମାରିବାର ଧମକ ଦିଆଯାଇଛି। ଏମିତିକି ବସିକି ଦାନା ଟିକେ ପାଟିକି ନେବା ଭିତରେ ତାଙ୍କ ଦାନା ଛଡ଼ା ଯାଇଛି। ବହୁତ ଦୁଃଖରେ ଅଛନ୍ତି, ବହୁତ କଷ୍ଟରେ ଅଛନ୍ତି। ଚାହିଁଲେ ସେଇ ଦୁଃଖ ନୁହଁ, ଆର୍ଥିକ ଦୁଃଖରେ ସେ ନାହାନ୍ତି। ଚାହିଁଲେ ବି ସେ ତା ପାଇଁ ଫାଇଟ୍ କରିପାରିବେ, ସାମ୍ନା କରିପାରିବେ, କିଛି ବି କରିପାରିବେ। ଆପଣଙ୍କର ବି ଲସ୍, ତାଙ୍କର ବି ଲସ୍, କିନ୍ତୁ ଲାଭ କିଛି ନାହିଁ। ଥରେ ଆପଣ ସୋସିଆଲ ମିଡ଼ିଆରେ ଗୋଟେ ଥର ଆପଣ ମାଇଣ୍ଡ ଲଗେଇକି ବୁଝିବାକୁ ଚେଷ୍ଟା କରନ୍ତୁ, କୋଉ ଷ୍ଟେଟ୍ରୁ ଆସିକି କୋଉ ପ୍ଲାଟଫର୍ମରେ କେମିତି ଅସଭ୍ୟ ଭାଷା ବକନ୍ତି, ଆଉ କ'ଣ ସେମାନେ ଓଡ଼ିଶା ପାଇଁ କରନ୍ତି, କ'ଣ ସେମାନେ ଗରିବଙ୍କ ପାଇଁ କରନ୍ତି, ସେଇଟା ଦେଖନ୍ତୁ। ଆଉ ରାନୀ ପଣ୍ଡାକୁ ଦେଖନ୍ତୁ। ଆପଣ ନିଜେ ନିଜ ଭିତରେ, ଆତ୍ମା ଭିତରେ କମ୍ପେୟାର କରନ୍ତୁ ଏମାନଙ୍କୁ। ଆପଣ କେବେ ଏମିତି ଖରାପ କମେଣ୍ଟ ଦେବେନି କି ଆପଣ ରାନୀ ପଣ୍ଡାଙ୍କର ଗୋଡ଼ ଟାଣିବେନି। ସେ ଯେଉଁ କାନ୍ଦୁଛନ୍ତି, ସେ ଲୁହ ଆପଣଙ୍କୁ ଭସେଇ ନେବ। ସେ ଯେଉଁ ହୃଦୟରୁ କାନ୍ଦୁଛନ୍ତି, ଅନ୍ତରରୁ କାନ୍ଦୁଛନ୍ତି। ଆପଣ ଭାବନ୍ତୁ ତ, ଗୋଟେ ଭିକ୍ଷା ମାଗିବାକୁ ଯଦି ଗୋଟେ ଗରିବ ଲୋକଟିଏ, ଅନ୍ଧ, ବଧିର, ମୂକ ଆସୁଛି, ଆପଣ ତାକୁ ଟଙ୍କାଟେ ପଇସା ଦେଲା ବେଳକୁ ଆପଣ କଷ୍ଟ ହେଉଛନ୍ତି। ବିଡ଼ା 500 ଟଙ୍କିଆ ନୋଟ୍ ରାତି ଅନିନ୍ଦ୍ରା ହେଇକି ଗୋଟେ ସୋର ପଇସା ସେ ଗରିବଙ୍କ ପାଖରେ ନେଇକି ପହଞ୍ଚାନ୍ତି, ବାଣ୍ଟି ଦିଅନ୍ତି, ଦାନ କରିଦିଅନ୍ତି। ଆପଣ ବାଣ୍ଟି ପାରିବେ? ଅନେକ ନେତା, ରାଜନେତା ଭୋଟ ନେଲା ବେଳକୁ ଆସନ୍ତି ଆପଣଙ୍କ ଗୋଡ଼ ତଳକୁ, ଅନେକ କଥା କୁହନ୍ତି। ଅନେକ ଲୋକ ଅଛନ୍ତି କୋଟି କୋଟି ଟଙ୍କା ରୋଜଗାର କରନ୍ତି, ବହୁତ ବିଜନେସମ୍ୟାନ୍ ଅଛନ୍ତି, ବହୁତ ବଡ଼ ବଡ଼ ଚାକିରିଆ ଅଛନ୍ତି, କିନ୍ତୁ କେହି ଆପଣଙ୍କର ଗରିବରେ ସାଥୀ ହେଇନାହାନ୍ତି। ରାନୀ ପଣ୍ଡାଙ୍କୁ ଛାଡ଼ିଦେଲେ। ସେ ଖରାପ ନୁହନ୍ତି, ସେ କ୍ୟାରେକ୍ଟରଲେସ୍ ନୁହନ୍ତି, ତାଙ୍କ ଏଇ ମୁହଁଟା ତାଙ୍କୁ ଖରାପ କରିଦେଇଛି। ଆଉ ସେଇଟା ସେ ଆପଣଙ୍କ ପାଇଁ ହେଇଛନ୍ତି। ତ ଏଇ ଭିଡ଼ିଓଟା ଏଇଥିପାଇଁ କଲି, 17 ବର୍ଷର 18 ବର୍ଷର ଝିଅଟିଏ ରାସ୍ତା କଡ଼ରେ ବ୍ୟାଗ୍ଟିଏ ଧରିକି ଭିକ୍ଷା ମାଗୁଛି ତା ମାଆର, ଜେଜେମାଆର ଶୁଦ୍ଧିକ୍ରିୟା କରିବା ପାଇଁ। ହୁଏତ ସିଏ
କେଉଁ ଭଳି ମାତ୍ରାରେ କେଉଁମାନଙ୍କର ଶିକାର ହେଇଯିବ ତା ବି କହିବା ଅସମ୍ଭବ। କିନ୍ତୁ ରାନୀ ପଣ୍ଡା ସେ ଜାଗାରେ ପହଞ୍ଚିଛନ୍ତି। 30,000 ଟଙ୍କା ଫୋନ୍ ପେ କରିଛନ୍ତି। ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଘର ଦେବେ ରହିବା ପାଇଁ, ତାଙ୍କ ପାଠ ପଢ଼ିବା ଏବଂ ତାଙ୍କର ଯତ୍ନ ନେବେ, ତାଙ୍କୁ ବାହା କରିବେ। ଆପଣ ଭାବନ୍ତୁ, ରାନୀ ପଣ୍ଡା ଭଳିଆ ଲୋକ ଆପଣ ଆଉ ଗୋଟେ ରାନୀ ପଣ୍ଡା ପାଇବେନି। କାଲି ଆପଣଙ୍କର ଯଦି ଜୀବନରେ କିଛି ଦୁଃଖ ଆସିଯିବ, ଆପଣ ଥରେ ରାନୀ ପଣ୍ଡାଙ୍କୁ କଲ୍ କରିବେ, ଗୋଟେ ଥର ତାଙ୍କୁ କହିବେ, ସିଏ ଆପଣଙ୍କ ଜାଗାରେ ଠିଆ ହେଇଥିବ। ବହୁତ ହୃଦୟବାନ ମଣିଷ, କ୍ୟାରେକ୍ଟରଲେସ୍ ଝିଅ ସିଏ ନୁହନ୍ତି। ସେ କର୍ମ କରୁଛି, ମେହନତ କରୁଛି। ଆପଣ ଭଳିଆ ଲାଲି ଚଷମା ପିନ୍ଧିଥିବା ଲୋକ ତାକୁ ଖରାପ। ମୁଁ ଜଣେ ୟୁଟ୍ୟୁବର, ତେଣୁ ଏଇଥିପାଇଁ ଆସିଲି। ସୋସିଆଲ ମିଡ଼ିଆରେ ଯେଉଁ ପ୍ରଚାର ହେଉଛି, ଯେଉଁ ଭୁଲ ଆଉ ଠିକ୍, ଯେହେତୁ ଆମେ ପବ୍ଲିକ୍, ଆମେ ମତ ଦେବୁ। ଆମର ବହୁତ ସାରା ସବସ୍କ୍ରାଇବର ଅଛନ୍ତି, ବହୁତ ସବସ୍କ୍ରାଇବର ଯେଉଁମାନେ ମୋତେ ପସନ୍ଦ କରନ୍ତି, ଭଲ ପାଆନ୍ତି। ଆଉ ସେମାନଙ୍କ ପାଇଁ ଭାବିଲି କି ଭିଡ଼ିଓଟିଏ କରିବି। ଗୋଟେ ଭଲ ମଣିଷର ଭଲ କଥା ପଦେ ମୁଁ ମୋ ସବସ୍କ୍ରାଇବରମାନଙ୍କ ପାଖରେ ପହଞ୍ଚେଇବି। କାରଣ ଗୋଟେ ଭଲ ଲୋକ କେବେ ପରଦା ପଛରେ ନ ରହିଯାଉ। ଏ ଦୁନିଆରେ କିଏ ଭଲ ଅଛି ଆପଣ କହିଲେ? ଯେଉଁମାନେ ହାତେ ଲମ୍ବର ଓଢ଼ାଣି ଟାଣିକି ରୁହନ୍ତି, ଲମ୍ବା ସିନ୍ଦୁର ସିଢ଼ି ମାରନ୍ତି, ଲମ୍ବା ଗୋଲ ଟିକିଲି ମାରିକି ସତୀ ସାବିତ୍ରୀ ହୁଅନ୍ତି, ସେମାନଙ୍କର ହିସାବ ନଥିବ। କିନ୍ତୁ ଯିଏ ସାମ୍ନାକୁ ଆସିକି ଯାଏ, ସେ ହେଇଗଲା ଖରାପ। କୁହନ୍ତୁ ତ, ଆପଣଙ୍କ ଆଙ୍ଗୁଳିରେ ହିସାବ କରିପାରିବେ? ଆପଣଙ୍କ ପରିବାରକୁ ଆପଣ ଗ୍ୟାରେଣ୍ଟି ଦେଇପାରିବେ? ତେଣୁ କାହା ଉପରେ ଇଙ୍ଗିତ କରିବା, କାହା ଚରିତ୍ରକୁ ସଂହାର କରିବା, କାହା ଲାଇଫକୁ ବର୍ବାଦ କରିବା, କାହାକୁ ଥ୍ରେଟନିଂ ନ ଦେବା, ମର୍ଡ଼ର ବହୁତ ଅପରାଧ। ଆପଣ ହିଁ ସେଇଥିରେ ଫସିଯିବେ, ଆପଣ କଷ୍ଟ ପାଇବେ। ତେଣୁ ମୁଁ ସମସ୍ତ ଭାଇ ଭଉଣୀକୁ ଅନୁରୋଧ କରୁଛି, ତାଙ୍କ ବିଷୟରେ ବହୁ ଜଣ ଭାଇ ଭଉଣୀ ଅଛନ୍ତି, ରୋଷ୍ଟର ଭାଇ ଭଉଣୀମାନେ, ସେମାନଙ୍କୁ ମୁଁ କୋଟି ଧନ୍ୟବାଦ ଦେବି, ହୃଦୟରୁ ନମସ୍କାର। ସେମାନେ ରାନୀ ପଣ୍ଡାଙ୍କ ପାଇଁ ଛିଡ଼ା ହେଇଛନ୍ତି, କାମ କରୁଛନ୍ତି। ସେଇ ରାନୀ ପଣ୍ଡା ଭଉଣୀକୁ ଜିତେଇଛନ୍ତି, ସାରା ଓଡ଼ିଶାର ଆଖି ଖୋଲେଇଛନ୍ତି। ସେଇ ମିଡ଼ିଆ ଭାଇମାନଙ୍କୁ ମୁଁ ଧନ୍ୟବାଦ ଦେବି, ଯେଉଁମାନେ ରାନୀ ପଣ୍ଡାର ପ୍ରକୃତ ପରିଚୟ ଓଡ଼ିଶା ପାଖରେ ପହଞ୍ଚେଇଛନ୍ତି, ଓଡ଼ିଶାର ପ୍ରତ୍ୟେକ ଘରେ ପହଞ୍ଚେଇଛନ୍ତି, ପ୍ରତ୍ୟେକ ମାଆର ହୃଦୟରେ ପହଞ୍ଚେଇଛନ୍ତି। ତ ରାନୀ ପଣ୍ଡାଙ୍କୁ ଆଉ ଗାଳି ଗୁଲଜ କରନ୍ତୁନି। ସାହାଯ୍ୟକାରୀ ମଣିଷ, ଦୁଃଖର ଦୁଃଖୀ ସିଏ, ସୁଖରେ ସୁଖୀ ସିଏ। ତା ନିଜ ପେଟ ଉପାସ ଥାଉ, ସିଏ ଅନ୍ୟ ପେଟ ପୂରେଇ ଦେବା ଝିଅ। ତେଣୁ ତାକୁ କଷ୍ଟ ଦିଅନ୍ତୁନି। ଥରେ ଆପଣ ରାସ୍ତାକୁ ଆସନ୍ତୁ, ଈଶ୍ୱର ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ, ଭଗବାନ ଆପଣଙ୍କର ଉପରେ ସନ୍ତୁଷ୍ଟ ହେବେ। ଏ ମଲା ଗଲା ସଂସାର, ମଲା ଗଲା ସଂସାର ଭିତରେ ଆମେ ରହିଛୁ। କେତେବେଳେ ଯେ ମହାପ୍ରଳୟ ଆସିବ, ଚାଲିଯିବା, ତାର କିଛି ନାହିଁ। ସୁକର୍ମ କରିକି ଯାଆନ୍ତୁ, ସୁଧର୍ମ କର୍ମରେ ରହିକିରି ଯାଆନ୍ତୁ, ଆପଣଙ୍କୁ ସ୍ୱର୍ଗ ପ୍ରାପ୍ତି ହେବ, ଈଶ୍ୱର ପ୍ରାପ୍ତି ହେବେ। କିନ୍ତୁ ଏଇଭଳିଆ ଲାଚାର ବିଚାର ଝିଅମାନଙ୍କ ସହିତ ଲାଗନ୍ତୁନି। ମୁଁ ଆପଣମାନଙ୍କ ପାଖରେ ହାତ ଯୋଡ଼ିକି ପ୍ରାର୍ଥନା କରୁଛି, ରାନୀ ପଣ୍ଡାଙ୍କୁ ବଚିବାକୁ ଦିଅନ୍ତୁ। ସେ ଆଉ ଭାଷା କହୁନାହାନ୍ତି, ତାଙ୍କୁ ଭଲ ପାଇବା ଦିଅନ୍ତୁ, ତାଙ୍କ ସପୋର୍ଟ। ସିଏ ଯଦି ଆଜି କୌଣସି ଆସନରେ ବସିଯିବେ ନା, ଓଡ଼ିଶା ବଦଳିଯିବ। ଏଇଟା ମୋ ମତ ନୁହଁ, ସାରା ଓଡ଼ିଶାଙ୍କର ମତ। ତେଣୁ ଆଉ କ'ଣ କହିବି? ଆପଣଙ୍କ ମୂଲ୍ୟବାନ ସମୟ ନେଇଥିବାରୁ, ଆପଣମାନେ ମୋତେ ମୂଲ୍ୟବାନ ସମୟ ଦେଇକି ଦେଖୁଥିବାରୁ ଆପଣମାନଙ୍କୁ କ୍ଷମା ଚାହୁଁଛି। ରହୁଛି, ଜୟ ଜଗନ୍ନାଥ। ପୁଣି ଗୋଟେ ନେକ୍ସଟ